ଆଜି ଜଣେ ବ୍ୟକ୍ତିଙ୍କୁ ଯୀଶୁଙ୍କ ବିଷୟରେ କହନ୍ତୁ। ଯୋହନ 4:34 ବିନା 42 ଯେତେଗୁଡ଼ିକ ପ୍ରତି ଦୃଷ୍ଟିପାତ କର, ସେହି ସବୁ ଶସ୍ୟ କାଟିବା ନିମନ୍ତେ ପାଚିଗଲାଣି। ଯୋହନ 4:35 ଯୀଶୁ କହିଲେ, ଶସ୍ୟ କାଟିବାକୁ ଆହୁରି 4 ମାସ ଅଛି। ଏହା କି ତୁମ୍ଭେମାନେ କହୁନାହୁଁ? ଦେଖ, ମୁଁ ତୁମ୍ଭମାନଙ୍କୁ କହୁଅଛି, କ୍ଷେତ୍ରଗୁଡ଼ିକ ପ୍ରତି ଦୃଷ୍ଟିପାତ କର, ସେହି ସବୁ କାଟିବା ନିମନ୍ତେ ପାଚିଗଲାଣି। ଯୋହନ 4:35 ଆଜି ହୁଏତ ଆପଣଙ୍କର କେହି ଜଣେ ଘନିଷ୍ଠ ବ୍ୟକ୍ତି ଈଶ୍ୱରଙ୍କ ପ୍ରେମ ଆବଶ୍ୟକ କରୁଛନ୍ତି। ପ୍ରକୃତ କଥା ଓ ପ୍ରତିକ୍ରିୟା ଦେଖାଇବା ପାଇଁ ଉତ୍କୃଷ୍ଟ ଥିବା ସେହି ବ୍ୟକ୍ତିଙ୍କୁ ଅଗ୍ରାହ୍ୟ କରିବା ଉଚିତ ହେବ କି? ପ୍ରକୃତ ବିଷୟ ହେଉଛି, ଆପଣ ହୁଏତ ଏକମାତ୍ର ଖ୍ରୀଷ୍ଟିଆନ ଅଟନ୍ତି ଯାହାଙ୍କୁ ସେମାନେ ଆଜି ସାକ୍ଷାତ କରିବେ। ସେଥିପାଇଁ ଯଦି ଆପଣ ତାଙ୍କୁ କହିବେ ନାହିଁ, ତେବେ କିଏ କହିବ? ସାଧାରଣ ଭାବରେ କହିବାକୁ ଗଲେ 5ଟି କାରଣରୁ ଆମେ ପ୍ରାୟ ଆମର ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ କହିନଥାଉ। 1. ଏହା କହିବା ପ୍ରଚାରକଙ୍କର କାର୍ଯ୍ୟ ବୋଲି ଆମେ ଭାବୁ। ପ୍ରେରିତ 1:8 ଦେଖନ୍ତୁ। 2. ଆମେ ନିଜର ପରିତ୍ରାଣର ବିଷୟରେ ସୁନିଶ୍ଚିତ ନୁହୁଁ। 1 ଯୋହନ 5:13 ଦେଖନ୍ତୁ। 3. ଆମେ ଅଗ୍ରାହ୍ୟ ହେବୁ ବୋଲି ଭୟ କରୁ। ଲୁକ 12:8-9 ଦେଖନ୍ତୁ। 4. ଆମ ବିଶ୍ୱାସ ବିଷୟରେ କିପରି ଅନ୍ୟମାନଙ୍କୁ ଜଣାଇବା, ଏଥିପାଇଁ ଆମେ ଶିକ୍ଷା ଗ୍ରହଣ କରିବାର ଦାୟିତ୍ୱ ଗ୍ରହଣ କରୁନାହୁଁ। 1 ପିତର 3:15 ଦେଖନ୍ତୁ। 5. ଖ୍ରୀଷ୍ଟଙ୍କ ପାଇଁ ଆମର ପ୍ରେମ ଶୀତଳ ହୋଇଯାଇଥାଏ। ପ୍ରକାଶିତ 2:4-5 ଦେଖନ୍ତୁ। ଜୟିସ୍ ଏପରି ଜଣେ ଶୀର୍ଷ ନିଗମର ନିର୍ଦ୍ଦେଶକଙ୍କ ବିଷୟରେ କହିଛନ୍ତି, ଯିଏ ପ୍ରଥମେ ସମ୍ଭାବ୍ୟ ଗ୍ରାହକମାନଙ୍କୁ ଆଶ୍ୱସ୍ତ କରୁଥିଲେ ଓ ଏହାପରେ ସେମାନଙ୍କ ସହିତ ତଥ୍ୟ ମିଳାଉ ଜୀବନରେ ସେମାନଙ୍କ ଉଦ୍ଦେଶ୍ୟ ବିଷୟରେ ପ୍ରଶ୍ନ କରୁଥିଲେ। ଅଧିକାଂଶ ବ୍ୟକ୍ତି ହତଚକିତ ହେଉଥିଲେ ଓ ସେହି ପ୍ରଶ୍ନର ସଠିକ ଉତ୍ତର ଦେଇ ନ ପାରି ବିବ୍ରତ ହେଉଥିଲେ। ଦିନେ ବବ୍ ନାମକ ଜଣେ ବ୍ୟକ୍ତିଙ୍କ ସହିତ କିଛି ସମୟ ବ୍ୟତୀତ କରିବା ପରେ ସେହି ନିର୍ଦ୍ଦେଶକ ଚୌକିରେ ଆଉଜି ତାଙ୍କ ଚକ୍ଷୁ ପ୍ରତି ସିଧାସଳଖ ଦେଖୁଥିଲେ। ସ୍ୱର୍ଗକୁ ଯିବା ଓ ମୋ ସହିତ ଯଥାଯଥ ଉଦ୍ଦେଶ୍ୟ କ'ଣ? ବବ୍ ଉତ୍ତର ନିର୍ଦ୍ଦେଶକ କହନ୍ତି, ମୋ ସମସ୍ତ କାର୍ଯ୍ୟକାଳ ମଧ୍ୟରେ ମୁଁ ପ୍ରଥମ ଥର ପାଇଁ ହୀନ ହୋଇଯାଇଥିଲି। ଆଜି ହୁଏତ କୌଣସି ଜଣେ ବ୍ୟକ୍ତିର ଅନନ୍ତକାଳୀନ ପରିଣତ ତାଙ୍କୁ ଈଶ୍ୱରଙ୍କ ପ୍ରେମ ବିଷୟରେ ଜଣାଇବା ପାଇଁ ଇଚ୍ଛୁକ ଭାବ ଆପଣଙ୍କ ଉପରେ ନିର୍ଭର କରୁଅଛି। ତାହା ହିଁ ଆପଣଙ୍କର ଈଶ୍ୱର ପ୍ରଦତ୍ତ କାର୍ଯ୍ୟ ଅଟେ। ସେଥିପାଇଁ ସେମାନଙ୍କୁ ଯୀଶୁଙ୍କ ବିଷୟରେ କହନ୍ତୁ। ପ୍ରାର୍ଥନା, ପ୍ରଭୁ, ତୁମ ପ୍ରେମ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ପାଇଁ ମୋତେ ଉତ୍କୃଷ୍ଟ ମନ ପ୍ରଦାନ କର। ଆମେନ୍।